ସୁରେନ୍ଦ୍ର ମହାନ୍ତି ଓଡ଼ିଆ ସାହିତ୍ୟର ଏକ ଯୁଗପୁରୁଷ। ତାଙ୍କ ଜନ୍ମ କଟକ ଜିଲ୍ଲାର ପୁରୁଷୋତ୍ତମପୁରରେ 1922 ମସିହାରେ। ତାଙ୍କର ଲେଖନୀରୁ ଅଜସ୍ର ଲେଖା ସୃଷ୍ଟି ହୋଇଛି ସାହିତ୍ୟର ବିଭିନ୍ନ ରୂପରେଖରେ। ଗଳ୍ପ, ଉପନ୍ୟାସ, ଜୀବନୀ, ଏକାଙ୍କିକା, ନାଟକ, ସାହିତ୍ୟ ସମାଲୋଚନା ଓ ଅନେକ କିଛି ସୃଷ୍ଟି କରିଯାଇଛନ୍ତି ସେ। ଇତିହାସର ଘଟଣାକୁ ଭିତ୍ତି କରି ତାଙ୍କର ରଚନା ଏକ ସମ୍ପୂର୍ଣ୍ଣ ଭିନ୍ନ ଶ୍ରେଣୀର। ତାଙ୍କର ଐତିହାସିକ ଘଟଣା ଉପରେ ଆଧାରିତ ଅନେକ ଉପନ୍ୟାସ ଓ କାହାଣୀ ଅଛି। ସେଥିମଧ୍ୟରୁ କିଛି ଉପନ୍ୟାସ ହେଲା ନୀଳଶୈଳ, ନୀଳାଦ୍ରି ବିଜୟ, କୃଷ୍ଣବେଣୀରେ ସନ୍ଧ୍ୟା ଓ ଆଜୀବକର ଅଟ୍ଟହାସ। ଏହା ବ୍ୟତୀତ ଅନେକ ପ୍ରଭାବଶାଳୀ ଗଳ୍ପ ଓ କ୍ଷୁଦ୍ର ଗଳ୍ପ ସେ ଲେଖିଛନ୍ତି। ସୁରେନ୍ଦ୍ର ମହାନ୍ତି କେନ୍ଦ୍ର ଓ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କୃତ ଲେଖକ। କଥାକାର ଅଡ଼ିଓ ବୁକ୍ସ ଆଜି ଆପଣଙ୍କ ପାଇଁ ନେଇ ଆସିଛି ସୁରେନ୍ଦ୍ର ମହାନ୍ତିଙ୍କର ଏକ ସ୍ମରଣୀୟ କାହାଣୀ ପିତା ପୁତ୍ର। ଏ କାହାଣୀ ଖ୍ରୀଷ୍ଟପୂର୍ବ 5ମ ଶତାବ୍ଦୀରେ ମଗଧର ମହାରାଜା ବିମ୍ବିସାର ଓ ତାଙ୍କ ପୁତ୍ର ଅଜାତଶତ୍ରୁଙ୍କର। ଏ କାହାଣୀ ପିତା ଓ ପୁତ୍ରର ସମ୍ପର୍କର ଗଭୀରତା ଓ ଚିରନ୍ତନତା ବର୍ଣ୍ଣନା କରେ। ଆଜି ବି ବିହାରର ରାଜଗିରର ଧ୍ୱଂସସ୍ତୂପ ସେ କାହାଣୀର ମୁକସାକ୍ଷୀ ରୂପେ ଠିଆ ହୋଇ ରହିଛି। ଏ କାହାଣୀ ଆଜି ଆପଣ ଶୁଣିବେ କଥାକର ଅଡ଼ିଓ ବୁକ୍ସର ସହଯୋଗୀ ଶ୍ରୀମତୀ ସୁସ୍ମିତା ପଟ୍ଟନାୟକଙ୍କର ସୁମଧୁର କଣ୍ଠରେ। ସେ ନିଜେ ଜଣେ ସାହିତ୍ୟର ଅନୁରାଗୀ। ଆଶା ଆପଣଙ୍କୁ ଏ କାହାଣୀର ପ୍ରସ୍ତୁତି ବେଶ୍ ଭଲ ଲାଗିବ। ତେବେ ଆସନ୍ତୁ ଶୁଣିବା ସୁରେନ୍ଦ୍ର ମହାନ୍ତିଙ୍କର କାହାଣୀ ପିତା ପୁତ୍ର। ଶିଖର ଦେଶରେ ଏକ କ୍ଷୁଦ୍ର ଛିଦ୍ର ପଥରେ ପ୍ରଭାତର ଆଲୋକରେ ଅନ୍ଧକାର କାରାଗୃହ ସ୍ୱଳ୍ପ ଆଲୋକିତ ହୋଇଛି। ଉପରେ ଶୁଭୁଛି ରାଜଗୃହର ରାଜପଥରେ ଜନତାର ଦୈନନ୍ଦିନ କର୍ମମୁଖର କୋଳାହଳ। ବନ୍ଦୀ ଥରେ କ୍ଷୁଧାର୍ଥ ଦୃଷ୍ଟିରେ ଚାହିଁଲେ ଛିଦ୍ର ପଥରେ ସେହି ଆଲୋକ ଆଡ଼େ। ପ୍ରଭାତର ଶାନ୍ତ ସ୍ନିଗ୍ଧ ଆଲୋକରେଖା ପ୍ରଭୁ ବୁଦ୍ଧଙ୍କର ଆଶୀର୍ବାଦ ପରି। ବାର୍ଦ୍ଧକ୍ୟ, ଅନଶନ ଓ ଅତ୍ୟାଚାରରେ ବନ୍ଦୀ ଶୀର୍ଣ୍ଣକାୟ ଦିଶୁଛନ୍ତି ପ୍ରେତଛାୟା ପରି। ତାଙ୍କର ବିପୁଳ ବକ୍ଷ ଦେଶ ରୁକ୍ଷ ଧୂସର ଶ୍ମଶ୍ରୁ ଜାଲରେ ଆଚ୍ଛନ୍ନ। ଦେହର ଚର୍ମ ଲୋଳିତ। ବନ୍ଦୀ ମଗଧର ରାଜା ବିମ୍ବିସାର। ପୁତ୍ର ଅଜାତ ଶତ୍ରୁର ଆଦେଶରେ କାରାରୁଦ୍ଧ ହୋଇ ପଡ଼ିଛନ୍ତି ଏହି ଜୀବନ୍ତ ସମାଧି ତଳେ। ବିମ୍ବିସାରଙ୍କୁ ହତ୍ୟା କରିବା ପାଇଁ ଅଜାତ ଶତ୍ରୁଙ୍କର ପଣ ତିଳେ ତିଳେ ଅନାହାରରେ। କ୍ଳାନ୍ତି ଓ ଅବସାଦରେ ବିମ୍ବିସାରଙ୍କର କୋଟରଗତ ଚକ୍ଷୁର 2 ଆଖିପତା ପୁଣି ମୁଦି ହୋଇଗଲା। ଅନାହାର ଓ କ୍ଷୁଧାରେ ତାଙ୍କର ପ୍ରତି ଅଙ୍ଗ ପ୍ରତ୍ୟଙ୍ଗ ଅବଶ ଚଡ଼ ହୋଇ ଆସୁଛି। ତୃଷ୍ଣାସ୍ଫୀତ ଜିହ୍ୱା ଶୁଷ୍କ ଓଷ୍ଠ ଉପରେ ଥରେ ବୁଲାଇ ଆଣି ରୁଦ୍ଧ କଣ୍ଠରେ ବିମ୍ବିସାର ଆର୍ତ୍ତନାଦ କଲେ। ଏହି ରାଜଗୃହ ଦିନେ ନିର୍ମିତ ହୋଇଥିଲା ତାଙ୍କରି ଆଦେଶରେ। ଆଜି ସେହି ରାଜଗୃହ ଅନ୍ଧକୂପ ମଧ୍ୟରେ ଲୋକଲୋଚନର ଅଗୋଚରରେ ତିଳେ ତିଳେ ସେ ଭୋଗ କରୁଛନ୍ତି ମୃତ୍ୟୁର ଯନ୍ତ୍ରଣା। କର୍ମଫଳ, ପୂର୍ବଜନ୍ମର କର୍ମଫଳ। ପୂର୍ବତନ ରାଜଧାନୀ କୁଶାଗ୍ର ନଗରୀରେ ବ୍ୟାପିଲା ଥରେ ଭୀଷଣ ଅଗ୍ନିଭୟ। ସମଗ୍ର ରାଜଧାନୀ ଭସ୍ମସ୍ତୂପରେ ପରିଣତ ହେବାକୁ ବସିଲା। ବିମ୍ବିସାର ଆଦେଶ ଦେଲେ, ଯାହାର ଗୃହରେ ଅଗ୍ନି ସଞ୍ଚାର ହେବ ସେ ହେବ ନିର୍ବାସିତ। କିନ୍ତୁ ଅଦୃଷ୍ଟର ବିଧାନ ବିଚିତ୍ର। ବିମ୍ବିସାରଙ୍କ ପ୍ରାସାଦରେ ହେଲା ଅଗ୍ନି ସଞ୍ଚାର। ବିମ୍ବିସାର ଶୀତଳ ବନରେ ଗ୍ରହଣ କଲେ ସ୍ୱେଚ୍ଛାକୃତ ନିର୍ବାସନ। ସର୍ପିଣୀ ନଦୀ ସେବିତା ଛାୟାସ୍ନିଗ୍ଧ ବିପୁଳ ଗିରି, ବୈଭାର ଗିରି ଓ ଗୃଧ୍ରକୂଟ ମେଖଳା ବେଷ୍ଟିତ ଶୀତଳବନ ବିମ୍ବିସାରଙ୍କୁ ମୁଗ୍ଧ କରିଥିଲା। ସେଇଠାରେ ତେଣୁ ତାଙ୍କରି ଆଦେଶରେ ନିର୍ମିତ ହେଲା ମଗଧର ନୂତନ ରାଜଧାନୀ ରାଜଗୃହ। ବିମ୍ବିସାର ସେହି ରାଜଗୃହର ଶେଷ ଦର୍ଶନ ପାଇଁ ଯେପରିକି 2 କ୍ଳାନ୍ତ ଚକ୍ଷୁ ପୁନରୁନ୍ମିଳନ କଲେ। ପ୍ରାଣହୀନ ଦୃଷ୍ଟିହୀନ 2 ଆଖି ପଥରର ଆଖି ପରି। ସେଦିନ ଅଜାତ ଶତ୍ରୁ ବିମ୍ବିସାରଙ୍କୁ କାରାରୁଦ୍ଧ କରିବା ପରେ ଶୋକାତୁରା ଆଲୁଳାୟିତ କୁନ୍ତଳା ଅଶ୍ରୁମୁଖୀ କୋଶଳା ଦେବୀ ଅଜାତଶତ୍ରୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ, ପୁତ୍ର ଅଜାତଶତ୍ରୁ,
ଅଜାତଶତ୍ରୁ ଉପହାସ କଣ୍ଠରେ କହିଲେ, ଆଦେଶ କରନ୍ତୁ କାଶୀରାଜ ନନ୍ଦିନୀ। ମାତା ବୋଲି ସମ୍ବୋଧନ କରିବା କ'ଣ ଏପରି ଲଜ୍ଜାକର ପୁତ୍ର? ପୁତ୍ର? ବିକଟ ଅଟ୍ଟହାସ କରି ଉଠିଲେ ଅଜାତଶତ୍ରୁ। ତାପରେ ରୁକ୍ଷ ନିର୍ମମ କଣ୍ଠରେ କହିଥିଲେ, ମାତା ବୋଲି ସମ୍ବୋଧନ କରିବାକୁ ଆପତ୍ତି ନାହିଁ ମୋର, କିନ୍ତୁ କହିପାରିବ ମାତା, ଯେଉଁ ନାରୀ ଗର୍ଭସ୍ଥ ପୁତ୍ର ଭବିଷ୍ୟତ କାଳରେ କେବେ ପିତୃହନ୍ତା ହେବ ଆଶଙ୍କା କରି ଦିନେ ଗୋପନରେ ସନ୍ତର୍ପଣରେ ଜୀବ ହତ୍ୟା ପାଇଁ ଭ୍ରୂକ୍ଷେପ କରିନଥିଲା, ସେହି କେବେ ସେ ହତଭାଗ୍ୟ ନିକଟକୁ ଆସେ ଯଦି ପୁତ୍ର ସମ୍ବୋଧନ କରି, ତାହେଲେ କ'ଣ ଦେବ ସେ ତାର ପ୍ରତ୍ୟୁତ୍ତର? କୋଶଳା ଦେବୀ ଅସହାୟ କଣ୍ଠରେ କହିଲେ, ଶତବାର କହିଛି ତ ପୁତ୍ର, ଏ କେବଳ ମିଥ୍ୟା ଜନଶ୍ରୁତି। ଅଜାତଶତ୍ରୁ କହିଲେ, ସତ୍ୟତା ନଥିଲେ ଶ୍ରୁତି ନଥାଏ କାଶୀରାଜ ନନ୍ଦିନୀ। କିନ୍ତୁ ସେ ଆଲୋଚନା କାହିଁକି? କେବଳ ବିମ୍ବିସାରଙ୍କ କାରାମୁକ୍ତି ଛଡ଼ା ଅନ୍ୟ ସମସ୍ତ ଅନୁରୋଧ ବିଚାର କରିବାକୁ ମୁଁ ଅଛି ପ୍ରସ୍ତୁତ। କୋଶଳା ଦେବୀ ମିନତି ଚେଳାଞ୍ଚଳରେ ଅଶ୍ରୁମୁଞ୍ଚନ କରି କହିଲେ, ବେଶ୍, ପିତୃ ରକ୍ତରେ ଯଦି ମହାରାଜାଙ୍କର ଅଭିଷେକର ମଙ୍ଗଳ ଘଟ ପୂର୍ଣ୍ଣ କରିବାର କାମନା, ତାର ପ୍ରତିରୋଧ କରିବାର ଆସ୍ପର୍ଦ୍ଧା କାହାର? କିନ୍ତୁ ମୋର କେବଳ ଗୋଟିଏ ଭିକ୍ଷା ଥିଲା ମହାରାଜ। ଏଇ ହତଭାଗିନୀର ସ୍ୱହସ୍ତ ପ୍ରସ୍ତୁତ ଖାଦ୍ୟ ଛଡ଼ା ବିମ୍ବିସାରଙ୍କର ଅନ୍ୟ କୌଣସିଥିରେ ରୁଚି ନଥିଲା। ଆଜି ତାଙ୍କୁ କାରାଗାରରେ ସ୍ୱହସ୍ତରେ ତେଣୁ ଖାଦ୍ୟ ପରିବେଷଣ କରିବାର ସୁଯୋଗରୁ ମୋତେ ବଞ୍ଚିତ କରିବେ ନାହିଁ ମହାରାଜ। ଅଜାତଶତ୍ରୁ କହିଲେ, ଏ ପ୍ରାର୍ଥନା ମୁଁ ପୂର୍ଣ୍ଣ କଲି କାଶୀରାଜ ନନ୍ଦିନୀ। କିନ୍ତୁ କୋଶଳା ଦେବୀଙ୍କର ପ୍ରସ୍ଥାନ ପରେ ପରେ କାରାଗାରର ରକ୍ଷୀ ଚଣ୍ଡକୁ ଅଜାତଶତ୍ରୁ ଆଦେଶ ଦେଲେ, କୋଶଳା ଦେବୀଙ୍କ ପ୍ରେରିତ କୌଣସି ଖାଦ୍ୟ ଯେପରି ବନ୍ଦୀ ସ୍ପର୍ଶ ନ କରିପାରେ। ଜଳପାତ୍ର ଶୂନ୍ୟ। ବିମ୍ବିସାର ଦୁଇ ଶିଥିଳ କମ୍ପିତ ହସ୍ତରେ ସେହି ଶୂନ୍ୟ ପାତ୍ର ମୁଖଲଗ୍ନ କରୁ କରୁ ପାତ୍ରଟି ତଳେ ପଡ଼ି ଚୂର୍ଣ୍ଣ ହୋଇଗଲା। ପ୍ରଭାତର ସୂର୍ଯ୍ୟ ଆକାଶ ପଥରେ ଅନେକ ଉପରକୁ ଉଠିଗଲାଣି। ଶିଖରର ଛିଦ୍ର ପଥରେ କ୍ଷୀଣ ଆଲୋକରେଖା କେତେବେଳୁ ନିଭିଗଲାଣି। ପୂତି ଗନ୍ଧମୟ କାରାଗାରରେ କେବଳ ଅନ୍ଧକାର, ନିରନ୍ଧ୍ର, ନିରାନନ୍ଦ ଓ ନିଷ୍ଠୁର। କ୍ଷୁଧାର ଅତ୍ୟାଚାର ଆଉ ନାହିଁ, ଅଛି କେବଳ ଅତୃପ୍ତ ଦେହ ଓ ତୃଷା। ଏହାପରେ ସେଥିରୁ ମଧ୍ୟ ମୁକ୍ତି ମିଳିବ। ତାପରେ ସବୁ ଶୂନ୍ୟ। ବୌଦ୍ଧର ଧ୍ୟାନାଲୋକ ପରି ନିଷ୍ଫଲକ, ସ୍ଥିର ଆଖିପତା, ଶୂନ୍ୟ ବୃତ୍ତର ପରିଧି ଧୀରେ ଧୀରେ ଯେପରି ବିମ୍ବିସାରଙ୍କ ଚାରିପଟେ ନିକଟରୁ ନିକଟତର ହୋଇ ଆସୁଛି। ମହାଶୂନ୍ୟର ପୃଷ୍ଠଭୂମିରେ ବିମ୍ବିସାରଙ୍କ କୁହେଳିକା ବୃତ୍ତ ଦୃଷ୍ଟିପଥରେ ଭାସି ଉଠିଲା ଧ୍ୟାନ ଗମ୍ଭୀର କାୟୋତ୍ସର୍ଗ ମୁଦ୍ରାବଦ୍ଧ ପ୍ରଭୁ ବୁଦ୍ଧଙ୍କର ପ୍ରଶାନ୍ତ ମୂର୍ତ୍ତି। ଦୁଇ ଅର୍ଦ୍ଧ ନିମିଳିତ ନୟନରେ ତାଙ୍କରି ଶାନ୍ତିରେ ସ୍ୱସ୍ଥୟନ। ତୃଷାରେ ବିମ୍ବିସାରଙ୍କ ଜିଭ ଓଠ ଫାଟି ସେଥିରୁ ଅଳ୍ପ ଅଳ୍ପ କଳା ରକ୍ତ ଝରୁଛି। ସେହି ରକ୍ତରେ ବିମ୍ବିସାରଙ୍କ ଶୁଷ୍କ କଣ୍ଠରେ ଆହତ ପଶୁ ପରି ବିମ୍ବିସାର ଗର୍ଜନ କରି ଉଠିଲେ। ମହାଶୂନ୍ୟର ପୃଷ୍ଠଭୂମିରେ ବିମ୍ବିସାରଙ୍କ ଦୃଷ୍ଟିପଥରେ ଭାସି ଉଠିଲା ଧ୍ୟାନ ଗମ୍ଭୀର ଗୃଧ୍ରକୂଟ ଶିଖରର ସପ୍ତପର୍ଣ୍ଣୀ ଗହ୍ୱର। ଶାକ୍ୟ ବଂଶୋଦ୍ଭବ ରାଜପୁତ୍ର ଗୌତମ ସନ୍ନ୍ୟାସ ଗ୍ରହଣ କରି ସପ୍ତପର୍ଣ୍ଣୀ ଗହ୍ୱରରେ ଚାତୁର୍ମାସ୍ୟ ବ୍ରତ ପାଳନ କରୁଅଛନ୍ତି। ଲୋକମୁଖରୁ ଏହି ବାର୍ତ୍ତା ଶୁଣି ବିମ୍ବିସାର ବିସ୍ମିତ ହୋଇଥିଲେ। ସେଦିନ ମେଘହୀନ ନୀଳ ଆକାଶରେ ଉଦାସ ଗୋଧୂଳି। ବିମ୍ବିସାର ଗୃଧ୍ରକୂଟ ଶିଖରକୁ ପାରିଷଦ ବେଷ୍ଟିତ ହୋଇ ଯାଇଥିଲେ ଗୌତମଙ୍କ ଦର୍ଶନ ପାଇଁ। ସପ୍ତପର୍ଣ୍ଣୀର ଦକ୍ଷିଣ ଅଳିନ୍ଦରେ ଗୌତମ ଅନୁଦାତ କଣ୍ଠରେ ସମବେତ କେତେଜଣ ଭିକ୍ଷୁକୁ ପ୍ରବଜ୍ୟା ସୂତ୍ର ବ୍ୟାଖ୍ୟାନ କରୁଥିଲେ। ଗୃଧ୍ରକୂଟର ପାଦଦେଶରେ ମୋର ନିବାପରେ ଶିଖର କଳାପ ଚିତ୍ରିତ ନୃତ୍ୟ ଶିଖିନୀର ଆଦେଶରେ ଭଗ୍ନଛନ୍ଦ ହୋଇ ଉଠୁଛି। ଆଉ କେତେବେଳେ ବା ବିହୋଳ ହୋଇ ଉଠୁଛି କଳାପହୀନାର ଚଞ୍ଚୁ ଚୁମ୍ବନରେ। ଅଦୂରରେ ମୃଗୋଦ୍ୟାନର ବ୍ୟୋମଘନ ଦୁର୍ବଶଯ୍ୟା ଉପରେ ରାଶି ରାଶି ମୃଗ ରୋମନ୍ଥନ କରୁଛନ୍ତି। ସମୀପବର୍ତ୍ତୀ ସୁମାଗଧି ପୁଷ୍କରିଣୀରେ କାକଚକ୍ଷୁ ଜଳରେ ମୁଗ୍ଧା ଏକ ହରିଣୀ ନିଜର ପ୍ରତିବିମ୍ବ ଚାହିଁ ଦେଖୁଛି ଆତ୍ମବିସ୍ମୃତା ହୋଇ। ସାଧନାରେ ଗୌତମଙ୍କର ବରତନ ଉଜ୍ଜ୍ୱଳ
ଅର୍ଦ୍ଧନିମିଳିତ ନୟନ ଯୁଗଳରେ ଗୋଧୂଳିର ଉଦାସ ଛାୟା, ମୁଦ୍ରାବଦ୍ଧ କରପଲ୍ଲବରେ ଶାନ୍ତିର ଆଶୀର୍ବାଦ। ସାଦର ସମ୍ଭାଷଣାନ୍ତେ ବିମ୍ବିସାର ପ୍ରଶ୍ନ କଲେ, କେଉଁ ଦୁଃଖରେ କୁମାର ଏ କୁଚ୍ଛ୍ର ସାଧନା? ଗୌତମ ସ୍ମିତ ହସି ଉତ୍ତର ଦେଲେ, ଦୁଃଖ ପାଇଁ ନୁହେଁ ମହାରାଜ, ଦୁଃଖର କାରଣ ଓ ନିଦାନର ସନ୍ଧାନ ପାଇଁ ଏ ସନ୍ନ୍ୟାସ, ଏ କୁଚ୍ଛ୍ର ସାଧନା। ବିମ୍ବିସାର ଅଟ୍ଟହାସ୍ୟ କରି କହିଲେ, କାରଣ ତ ଅତି ସହଜ, କିନ୍ତୁ ସପ୍ତପର୍ଣ୍ଣୀ ଗହ୍ୱରରେ ତାର ନିଦାନ କାହୁଁ ପାଇବେ କୁମାର? ଆସନ୍ତୁ ତାହେଲେ ରାଜଗୃହର ଉତ୍ସବଶାଳାକୁ। ରୋମକର ଫେନିଳ ମଦ୍ୟ ଓ ମାଗଧୀର ଚଟୁଳ ଲାସ୍ୟରେ ପାଇବେ କୁମାର ସବୁ ଦୁଃଖର ନିଦାନ। ନିର୍ଦ୍ଦୋଷ ଆନନ୍ଦରେ ବିମ୍ବିସାର ପୁଣି ଅଟ୍ଟହାସ୍ୟ କରି ଉଠିଲେ। ଗୌତମଙ୍କର ଦୁଇ ଅର୍ଦ୍ଧନିମିଳିତ ନୟନରେ ଗୋଧୂଳିର ଉଦାସ ଛାୟା, ସନ୍ଧ୍ୟାର ମୌନ ଅନ୍ଧକାର ପରି ଗଭୀର ଓ ଗମ୍ଭୀର ହୋଇ ଆସିଲା। ଆଃ, ତୃଷାରେ ବିମ୍ବିସାରଙ୍କର କଣ୍ଠନଳୀ କିଏ ଯେପରି ଟାଣି ଛିଣ୍ଡେଇ ପକାଉଛି। କିଛି କ୍ଷଣର ନୀରବତା ପରେ ଗୌତମ ଉତ୍ତର ଦେଲେ, କାମନାର ବାରିରେ ଏ ତୃଷାର ଶାନ୍ତି ନାହିଁ ମହାରାଜ। ନିଭୃତ କାରାର ପ୍ରାଣହୀନ ନୀରବତା ସେଇ ବାଣୀରେ ଯେପରି ପ୍ରତିଧ୍ୱନିତ ହୋଇ ଉଠିଲା। ଲାସ୍ୟରତା ସୁମାଗଧୀର ଅଲକ୍ତକ ରଞ୍ଜିତ ସିଞ୍ଜୋ ନିକୋଣିତ ଚରଣ ଆଜି ନୀରବ। କଜ୍ଜଳ ସୀମାୟିତ ନୟନରେ ମରଣର ଭ୍ରୁକୁଟି, ରୋମକର ଫେନିଳ ପାନପାତ୍ରରେ ହଳାହଳର ବୁଦ୍ବୁଦ। କାହାର କାହାର ଏ ନୂପୁର ସିଞ୍ଚନ? କୋଶଳା ଦେବୀ, ମହାରାଣୀ? କାରାଗାରରେ ପକ୍ଷ ପରିବର୍ତ୍ତନ ହେଉଛି। ଲୌହ ସାଞ୍ଜୁର ଶବ୍ଦ। ଅସହ୍ୟ ତୃଷ୍ଣାରେ ବିମ୍ବିସାର ସରାହତ ବନ୍ୟ ପଶୁ ପରି ନିଜର ଗୋଟିଏ ବାହୁ କାମୁଡ଼ି ପକାଇଲେ। ଅଜାତଶତ୍ରୁ ନିଷ୍ଫଳକ ଦୃଷ୍ଟିରେ ପ୍ରାସାଦ କକ୍ଷର ବାତାୟନ ପଥରେ ଚାହିଁଥିଲେ ରାଜଗୃହର ଦିଗନ୍ତ ମେଖଳା ଗିରିମାଳା ଆଡ଼େ। ପଲଙ୍କରେ ସନ୍ତାନ ସମ୍ଭବ ରାଣୀ ବଜ୍ରା ଦେହ ଢାଳି ପଡ଼ିଛନ୍ତି ମରୁ ନଦୀ ପରି। ପାରାବତ ପାଳିକାରୁ ଦଳ ଦଳ ପାରାବତ ଉଡ଼ି ଯାଉଛନ୍ତି, ପୁଣି ଫେରି ଆସୁଛନ୍ତି। ଉଦ୍ୟାନର ତମାଳ ତଳେ ଭବନ ଶିଖି ଉଦ୍ଦାମ ନୃତ୍ୟର ଉଦ୍ୟମରେ ଶିଖା ବିସ୍ତାର କରୁଛି। ବଜ୍ରା କ୍ଲାନ୍ତ କଣ୍ଠରେ ଡାକିଲେ, ମହାରାଜ। ଅଜାତଶତ୍ରୁ ଶଯ୍ୟା ପାର୍ଶ୍ୱରେ ବସି ଧୀରେ ଧୀରେ ବଜ୍ରାଙ୍କର ମଳିନ କପାଳ ଉପରେ କର ସଞ୍ଚାଳନ କରି କହିଲେ, କୁହ ବଜ୍ରା। ବଜ୍ରା ଅଜାତଶତ୍ରୁଙ୍କର ଗୋଟିଏ ହାତ ଧରି କହିଲେ, କୁହନ୍ତୁ ତ ମହାରାଜ, ଏ ସନ୍ତାନ ପୁତ୍ର ହେବ ନା କନ୍ୟା? ଅଜାତଶତ୍ରୁ ବିଚଳିତ ହୋଇ ଉଠିଲେ। ବଜ୍ରାଙ୍କର ପୁଣି ସେହି ନିଷ୍ଠୁର ପ୍ରଶ୍ନ, କୁହନ୍ତୁ ମହାରାଜ, ଏ ସନ୍ତାନ ପୁତ୍ର ହେବ ନା କନ୍ୟା? ଅଜାତଶତ୍ରୁ ବଜ୍ରାଙ୍କ ଶଯ୍ୟା ପାଖରୁ ଉଠି ପଳାଇଲେ ଓ ନିଜର ନିଭୃତ କକ୍ଷକୁ। କି ଏକ ତୀବ୍ର ଯନ୍ତ୍ରଣାରେ ବଜ୍ରା ଚିତ୍କାର କରି ଉଠିଲେ, ପୁତ୍ର ପୁତ୍ର। ଅଜାତଶତ୍ରୁଙ୍କର ବାଷ୍ପାୟିତ ଦୃଷ୍ଟିପଥରେ ଭାସି ଉଠିଲା ରାଜଗୃହର ଅନ୍ଧକାର କାରାଗାର। ହସ୍ତପଦବଦ୍ଧ ଶୃଙ୍ଖଳିତ ଅଜାତଶତ୍ରୁ ଅନାହାରରେ ଆର୍ତ୍ତନାଦ କରୁଛନ୍ତି। ଅତି ନିଷ୍ଠୁର ସେ ଭବିଷ୍ୟତବାଣୀ। ବଜ୍ରାଙ୍କ ପ୍ରଥମ ପୁତ୍ର ହେବ ପିତୃହନ୍ତା। ଅଜାତଶତ୍ରୁଙ୍କର ମୁଖର ଭଙ୍ଗୀ କଠୋର ହୋଇ ଉଠିଲା। ସନ୍ତାନ ସମ୍ଭବା ବଜ୍ରାଙ୍କୁ ଅନ୍ଧକାର କାରାଗାରରେ ବନ୍ଦୀ କରିବେ? ନବଜାତ ଶିଶୁକୁ ଅନ୍ଧକୂପ ମଧ୍ୟରେ ହତ୍ୟା କରିବେ? ଅତୀତ ଓ ଭବିଷ୍ୟତ ସବୁକୁ ଦୁଇ ହାତରେ ନିଶ୍ଚିହ୍ନ କରିଦେବେ? ଅଜାତଶତ୍ରୁଙ୍କ ପକ୍ଷରେ ଏପରି କ'ଣ ବା ଦୁଃସାଧ୍ୟ? ଅତୀତ ତ ଆଜି କାରାଗାରରେ ଗତାୟୁ, ଆଉ ଭବିଷ୍ୟତ? କିନ୍ତୁ ଅତୀତ ଓ ଭବିଷ୍ୟତହୀନ ବର୍ତ୍ତମାନ ଯେ ସ୍ଥିତିହୀନ। ବଜ୍ରାଙ୍କର ଆର୍ତ୍ତ ଚିତ୍କାର ଶୁଭୁଛି। ପ୍ରସୂତି ବେଦନାର କରୁଣ ମର୍ମଭତି ଆର୍ତ୍ତନାଦ। ସ୍ରଷ୍ଟାକୁ ଦଳିତ କରି, ମଥିତ କରି, ଜରାୟୁ ଛିନ୍ନ ବିଦୀର୍ଣ୍ଣ କରି ସୃଷ୍ଟି ଲୋଡୁଛି ଆତ୍ମପ୍ରକାଶ। ସେଦିନ କୁଆଡ଼େ ବିମ୍ବିସାରଙ୍କ ଆଦେଶରେ ରାଜଗୃହର ପଥେ ପଥେ ବିପୁଳ ଉତ୍ସବର ଅଫୁରନ୍ତ ପ୍ରବାହ। ଅଜାତଶତ୍ରୁଙ୍କର ମନେ ପଡ଼ିଗଲା ଶୈଶବର ଧାତ୍ରୀଠାରୁଠୁରା ନିଜର ଜନ୍ମ କାହାଣୀ। ବଜ୍ରାଙ୍କର ଆର୍ତ୍ତନାଦରେ ପ୍ରାସାଦର କୋଣ ଅନୁକୋଣ କ୍ରନ୍ଦିତ ହୋଇ ଉଠୁଛି। ସୃଷ୍ଟି ନିଷ୍ଠୁର, ନିଜର ସୃଷ୍ଟିରେ ସ୍ରଷ୍ଟା କ୍ରୀତଦାସ। ସୃଷ୍ଟିର କରୁଣା ଭିକ୍ଷା ଛଡ଼ା ସ୍ରଷ୍ଟାର ଗତ୍ୟନ୍ତର ନାହିଁ। ତଥାପି ସୃଷ୍ଟିରେ କି ବିପୁଳ ଆନନ୍ଦ, କି ଗର୍ବ!
ପିତୃତ୍ୱର ଆନନ୍ଦରେ ଅଜାତଶତ୍ରୁଙ୍କର ପ୍ରାଣ ନିଜର ଅଲକ୍ଷିତରେ ଉଦ୍ବେଳିତ ହୋଇ ଉଠିଲା। ନିଭୃତ କକ୍ଷରେ କାହାର ପାଦ ଶବ୍ଦ ଶୁଣି ଅଜାତଶତ୍ରୁ ଫେରି ଚାହିଁଲେ। କାରାଗାରର ରକ୍ଷୀ ଚଣ୍ଡ ଅଜାତଶତ୍ରୁଙ୍କ ଆଦେଶ ପ୍ରତୀକ୍ଷାରେ ଯେପରି ଠିଆ ହୋଇଛି। ଅଜାତଶତ୍ରୁ ପଚାରିଲେ, କି ସମ୍ବାଦ ଚଣ୍ଡ? ଚଣ୍ଡ କହିଲା, ଗତ 3 ଦିନ ଧରି ମହାରାଜାଙ୍କ ଆଦେଶରେ ଜଳବିନ୍ଦୁ ସୁଦ୍ଧା ଦିଆଯାଇ ନାହିଁ। ଆଜି 4ର୍ଥ ଦିବସ। ଅଜାତଶତ୍ରୁଙ୍କ ମୁଖଭଙ୍ଗୀ ପୁଣି କଠୋର ହୋଇ ଉଠିଲା। ଚଣ୍ଡକୁ ରୁକ୍ଷ କଣ୍ଠରେ ପୁଣି ପଚାରିଲେ, ତାପରେ? ଚଣ୍ଡ କହିଲା, ପ୍ରଥମେ ଶୁଭୁଥିଲା ହାୟ ପୁତ୍ର, ହାୟ ରାଜଗୃହ ବୋଲି ଆର୍ତ୍ତ ଚିତ୍କାର। ରାଣୀହଂସପୁର ମଧ୍ୟରୁ ଶୁଭିଲା ଶଙ୍ଖ ଓ ହୁଳହୁଳି ସଧ୍ୱନି। ବଜ୍ରାଙ୍କର ଚିତ୍କାର କେତେବେଳୁ ନୀରବ ହୋଇଗଲାଣି। ଧାତ୍ରୀ ବସୁମତୀ ଅସ୍ତବ୍ୟସ୍ତ ପଦରେ ଧାଇଁ ଆସି ଜଣାଇଲେ, ସୁସମ୍ବାଦ, ସୁସମ୍ବାଦ ମହାରାଜ, ମହାଦେବୀଙ୍କର ପୁତ୍ର ଲାଭ ହୋଇଛି। ମହାମନ୍ତ୍ରୀଙ୍କୁ ଡାକି ରାଜଗୃହରେ ଉତ୍ସବ ପାଇଁ ଆଦେଶ ଦିଅନ୍ତୁ। ଚଣ୍ଡ କହିଲା, ଆଦେଶ ଦିଅନ୍ତୁ ମହାରାଜ। ଅଜାତଶତ୍ରୁ ଥରେ ଚାହିଁଲେ ଧାତ୍ରୀ ବସୁମତୀ ଆଡ଼େ, ଆଉ ଥରେ ଚାହିଁଲେ ଚଣ୍ଡ ଆଡ଼େ, ତାପରେ ବିହ୍ୱଳ ପରି ଧାଇଁ ଚାଲିଗଲେ ବାହାରକୁ। ଅଙ୍ଗନ ପରେ ଅଙ୍ଗନ, ଅଳିନ୍ଦ ପରେ ଅଳିନ୍ଦ, ସୋପାନ ଶ୍ରେଣୀ ପରେ ସୋପାନ ଶ୍ରେଣୀ ଅଜାତଶତ୍ରୁ ଧାଇଁ ଚାଲିଛନ୍ତି ଉନ୍ମତ୍ତ ପରି। କାରାଗାରର ପ୍ରବେଶ ଦ୍ୱାର ନିକଟରେ ଅଜାତଶତ୍ରୁ ରହିଗଲେ। ରକ୍ଷୀ ଅଭିବାଦନ ଜଣାଇଲା। ଅଜାତଶତ୍ରୁ ଆଦେଶ ଦେଲେ, ଦ୍ୱାର ଖୋଲ ରକ୍ଷୀ। 2 ପ୍ରକାଣ୍ଡ ଲୌହ କବାଟ ବିକଟ ଶବ୍ଦ କରି ଖୋଲିଗଲା। ଭିତର ନିରନ୍ଧ୍ର ଅନ୍ଧକାର। ଅଜାତଶତ୍ରୁ ଅନ୍ଧକାରାବୃତ ସୋପାନ ଶ୍ରେଣୀ ଅତିକ୍ରମ କରି ଧାଇଁଗଲେ କାରାଗାର ଭିତରକୁ। ପିତା ଆଜି ପାଇଛି ପିତୃତ୍ୱର ସନ୍ଧାନ। ସ୍ରଷ୍ଟା ଚିରଦିନ ଉଦାର, କ୍ଷମା ସ୍ନିଗ୍ଧ, କରୁଣାମୟ। ଅଜାତଶତ୍ରୁ ଅବୋଧ ଶିଶୁ ପରି ବିମ୍ବିସାରଙ୍କ କୋଳରେ ମୁହଁ ଲୁଚାଇ କ୍ଷମା ଭିକ୍ଷା କରିବେ। କିନ୍ତୁ ବହୁ ବିଳମ୍ବରେ ଆସିଲେ ଅଜାତଶତ୍ରୁ। ବିମ୍ବିସାରଙ୍କ ପ୍ରାଣହୀନ ଶୀର୍ଣ୍ଣ ଦେହ ପଡ଼ିଛି କାରାଗାରର ପାଷାଣ ଚତ୍ୱର ଉପରେ। ଗୋଟିଏ ବାହୁ ହିଂସ୍ର କ୍ଷୁଧାରେ କାମୁଡ଼ି ପକାଇଛନ୍ତି। ଜୀବନର ଅନ୍ତିମ ମୁହୂର୍ତ୍ତରେ ବ୍ୟାଧର ସରାହତ ବନ୍ୟ ପଶୁ ପରି। କ୍ଷତ ସ୍ଥାନରୁ କେଇ ଧାର ରକ୍ତ ଝରି ପୁଣି ଶୁଖିଯାଇଛି। ରାଜପ୍ରାସାଦରୁ ଶୁଭୁଛି ନବଜାତ ସନ୍ତାନର ଜନ୍ମ ଘୋଷଣା କରି ଘନ ଘନ ଶଙ୍ଖଧ୍ୱନି।